ବହି ଟିକେ ଚେଞ୍ଜ ହେଇଛି ଏବେ। ଆଜି ପ୍ରଥମ ବହିରେ ହଉଛି ନୂଆ ପ୍ରେମିକା। ରାଜ୍ୟରେ ଅଛନ୍ତି ବାପା ଅଛନ୍ତି ସେଟେଡ୍ ତ ବହୁତ ଅଛୁ। ଆଉ ଆପଣ ତ ଆର୍ଟିଷ୍ଟ ଦେଖିପାରୁଥିବେ କେମିତି ଆସିଛନ୍ତି। ତ ସେଇ ହିସାବରେ ଆମେ ଆଗକୁ ଯିବୁ। ଆଉ ଦର୍ଶକ ଆଉ ଆମର କଳାକାରଙ୍କ ଆଶୀର୍ବାଦରୁ ଆଗକୁ ବଢିବ। ଏଥିପାଇଁ ଆପଣଙ୍କ ପାର୍ଟିରେ ଏଥରକ ଜଣେ ଭଲ କଳାକାର ଅଛନ୍ତି ଯିଏକି ରାଜବୀର ସିନେମା ମଞ୍ଚରେ ଚମକୁଥିଲେ ଏବେ ଯାତ୍ରା ମଞ୍ଚରେ ଚମକୁଥିଲେ ତ ତାଙ୍କୁ ବି ଏକ୍ସେପ୍ସନ ଅଛନ୍ତି କି? ହଁ, ଆମର ସବୁ କଳାକାର ଭଲ ଅଛନ୍ତି। ରାଜବୀର ପାଇଁ ବାପି ପଣ୍ଡା ସମସ୍ତେ ଭଲ ଅଛନ୍ତି। ସବୁ ପାର୍ଟିକୁ କମ୍ପିଟ୍ କରିବ ଏଥରକ। କମ୍ପିଟ୍ କରିବାକୁ ତ ଚେଷ୍ଟା କରୁଛୁ। ଭଲ ନାଟକ କରିବାକୁ ଚାହୁଁଛୁ। ଭଲ ଲାଇଟ୍ ସାଉଣ୍ଡ ଆଣିଛୁ ନୂଆ ସବୁ। କିଛି ବି ଆମେ ପୁରୁଣା ଆଣିନୁ। ଯାତ୍ରାରେ ଗୋଟେ ବିବାଦ ଆସେ ଅଶ୍ଳୀଳ ନୃତ୍ୟ ଅଙ୍ଗ ପ୍ରଦର୍ଶନ କରିବା। ଗୋଟେ ମାଲିକ ହିସାବରେ ଆପଣ କଣ କରିବେ ଆପଣଙ୍କ ମଞ୍ଚରେ ସେଇ ଅଶ୍ଳୀଳ ନୃତ୍ୟକାର ମାନଙ୍କୁ ସୁଯୋଗ ଦେବେ ନା ନାଟକ ଉପରେ ଗୁରୁତ୍ୱ ଦେବେ? ଆମେ ନାଟକ ଉପରେ ଗୁରୁତ୍ୱ ଦଉ। ନୃତ୍ୟ ହବନି କୋଉ କୋଉ ବହି ଏଥର ଆମର ବହି ଟିକେ ଚେଞ୍ଜ ହେଇଛି ଏବେ। ଆଜି ପ୍ରଥମ ବହିରେ ହଉଛି ନୂଆ ପ୍ରେମିକା। ଆଗକୁ ଆଉ ତିନିଟା ବହି ଅଛି। ଗୋଟେ ହଉଛି ଶିବା। ଆଉ ଏଇଟା ବହି ଅଛି ମୋର ମନେ ନାହିଁ ନା। ଆଚ୍ଛା ରାଜବୀର ରଙ୍ଗମହଲ ପାଖରେ ଥିଲେ ଦରିଆ ପୁରର ଦରଦୀ ବନ୍ଧୁ କୋଟି କୋଟି ଡବଲ କୋଟି ଅନେକ ତାପରେ ଅନେକ ବହି କରିଥିଲେ ଯୋଉ ନାଟକ ଗୁଡାକ ସୁପରହିଟ୍ ହେଇଥିଲା ଏବଂ ଦର୍ଶକ ଯାତ୍ରା ପୁରୀ କରିଥିଲେ ସମସ୍ତେ ପୁରା ରାଗି କ୍ଷିପ୍ର ହେଇଯାଇଥିଲେ ତ ଆପଣଙ୍କର ଏ ବହିରେ ସେମିତି କିଛି ହବ କି ରାଜବୀରଙ୍କ ବହିରେ? ନାଇଁ ଆମେ ସେମିତି କିଛି କରିବୁନି। ଆମେ ଭଲ ନାଟକ କରିବାକୁ ଚାହୁଁଛୁ ଯେମିତି ଦର୍ଶକ ଖୁସି ହେବେ। ଆପଣଙ୍କ ଡ୍ରିମ୍ କାର୍ଡ କିଏ ରହିବେ ଏଥରକ? ରାଜବୀର ଅଛନ୍ତି, ବାପି ପଣ୍ଡା ଅଛନ୍ତି। ତ ନିଶ୍ଚିତ ଭାବେ ଫାଇନାଲ କରିବେ। ଆଜ୍ଞା।